ଦୁଃଖ ସୁଖ ସବୁ କାନରେ ବାନ୍ଧି 2023 ବର୍ଷ ଆମଠୁ ବିଦାୟ ନେଇଛି। 2024ର ନୂତନ ସୂର୍ଯ୍ୟ ସମସ୍ତଙ୍କ ଜୀବନରେ ହସଖୁସି ଭରିବା ସହିତ ଧନ ସମୃଦ୍ଧିରେ ଆପଣଙ୍କ ଭଣ୍ଡାର ପୂରି ଉଠିବା ପାଇଁ ଘରକୁ ଏହିସବୁ ଜିନିଷ ଆଣନ୍ତୁ। ପ୍ରଥମଟି ହେଉଛି ତୁଳସୀ। ତୁଳସୀ ବୃକ୍ଷରେ ମା ମହାଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ବାସ କରନ୍ତି। ଏହି ଗଛ ଘରକୁ ଆଣିବା ଦ୍ୱାରା ସୁଖ ସମୃଦ୍ଧି ବଢ଼ିଥାଏ। ନୂଆବର୍ଷ ଦିନ ଘରେ ତୁଳସୀ ଗଛଟିଏ ଲଗାନ୍ତୁ ଓ ଏହାକୁ ପ୍ରତିଦିନ ପୂଜା କରନ୍ତୁ। ମହାଲକ୍ଷ୍ମୀ କୃପା ଘରେ ବର୍ଷ ସାରା ଲାଗି ରହିବ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସେହିପରି ଦ୍ୱିତୀୟରେ ହେଉଛି ହାତୀ ମୂର୍ତ୍ତି। ନୂଆବର୍ଷରେ ଘରକୁ ଯୋଡ଼ା ହାତୀ ମୂର୍ତ୍ତି କିମ୍ବା ଫଟୋ ଆଣନ୍ତୁ। ଏହାଦ୍ୱାରା ପାରିବାରିକ ମାହୋଲ ସକାରାତ୍ମକ ରହିବ। ଏହି ମୂର୍ତ୍ତି ଘରେ ରଖିବା ଖୁବ୍ ଶୁଭ ହୋଇଥାଏ। ସେହିପରି ତୃତୀୟରେ ହେଉଛି ଲାଫିଂ ବୁଦ୍ଧ। ଘରେ ଲାଫିଂ ବୁଦ୍ଧ ରଖିବା ଦ୍ୱାରା ଘର ସୁଖ ସମ୍ପନ୍ନତା ଓ ସମୃଦ୍ଧି ନେଇ ଆସିଥାଏ। ଏଥିପାଇଁ ଘରକୁ ଲାଫିଂ ବୁଦ୍ଧ ଆଣନ୍ତୁ। ସେହିପରି ଚତୁର୍ଥରେ ହେଉଛି ଗୋମତୀ ଚକ୍ର। ଧାର୍ମିକ ମାନ୍ୟତା ଅନୁସାରେ ଗୋମତୀ ଚକ୍ର ଘରେ ରଖିଲେ ପରିବାର ଉପରୁ ଶତ୍ରୁଙ୍କ ନଜର ଦୂର ହୋଇଥାଏ। ଏଥିସହିତ ଘରେ ସିନ୍ଦୁର ଡବା କିଣି ଆଣନ୍ତୁ। ଏହାଦ୍ୱାରା ସାରା ବର୍ଷ ଘରେ ଧନ ଅଭାବ କେବେ ବି ରହିବ ନାହିଁ। ସେହିପରି ପଞ୍ଚମ ଜିନିଷଟି ହେଉଛି ଶଙ୍ଖ। ବ୍ୟବସାୟରେ ଉନ୍ନତି ହେଉନଥିଲେ କାର୍ଯ୍ୟାଳୟରେ ଗୋଟିଏ ଶଙ୍ଖ ରଖି ପୂଜା କରନ୍ତୁ। ଏହାଦ୍ୱାରା ଘରକୁ ପଜିଟିଭ୍ ଏନର୍ଜି ଆସିଥାଏ ଏବଂ ଆପଣଙ୍କର ନ ହେବା କାମ ମଧ୍ୟ ହୋଇଥାଏ। ଶଙ୍ଖକୁ ପାଣିରେ ରଖି ପୂଜା ଗୃହରେ ସ୍ଥାପନ କଲେ ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ବନ୍ଧୁମାନେ, ଏହି ଭିଡ଼ିଓଟି ଥିଲା ବାସ୍ତୁଶାସ୍ତ୍ର ଅନୁସାରେ ନୂଆବର୍ଷରେ ଘରକୁ କ'ଣ ଆଣିବେ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସମସ୍ତଙ୍କ ପାଖକୁ ସେୟାର କରନ୍ତୁ। ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ।